ଯେ ବିଭୂତି ଜେନା ଆଉ ନିର୍ବାଚନ ଲଢ଼ିବେନି ଏ କଥା କ'ଣ ସାର୍ ସତ? ନାଇଁ ମୁଁ ନିର୍ବାଚନ ଲଢ଼ିବାର ଇଚ୍ଛା ନାହିଁ, ମୁଁ କହିସାରିଛି। ଗଞ୍ଜାମ ଜିଲ୍ଲା ବିଜେପିକୁ ନେଇ ଆଜି ରାଜ୍ୟ କାର୍ଯ୍ୟାଳୟରେ ବସିଥିଲା ବଡ଼ ବୈଠକ ଯେଉଁଥିରେ ମନ୍ତ୍ରୀ ବିଭୂତି ଜେନା ତା ସହିତ ବିଧାୟକମାନେ ଉପସ୍ଥିତ ଥିଲେ। ଆମେ ସିଧାସଳଖ ଆଲୋଚନା କରିବା। ସାର୍ ଓଟିଭିକୁ ସ୍ୱାଗତ। ଆଜି ବୈଠକ ବସିଥିଲା, ରାଜ୍ୟ ସଭାପତି ଥିଲେ, କେଉଁ ବିଷୟରେ ସାର୍ ଆଲୋଚନା ହେଲା? ଯେ ପଞ୍ଚାୟତ ନିର୍ବାଚନ ଆଗକୁ ଅଛି ସେ ରଣନୀତି ବିଷୟରେ ଆଲୋଚନା ହେଲା କି ସାର୍? ଏଇ ସଂଗଠନ ଆଉ ସରକାର ଗୋଟେ ସମନ୍ୱୟ ଏବଂ ଗଞ୍ଜାମ ଜିଲ୍ଲାରେ ଯେଉଁଭଳି ଭାବେ ବିପୁଳ ଜନସମର୍ଥନ ଏବଂ ସରକାର ଗଠନ ହୋଇଛି, ସରକାରର 1.5 ବର୍ଷ ପୁରୀ ସାରିଛି ଏବଂ ସେ ଭିତରେ ସଂଗଠନ ଭିତରେ କିଛି ନା କିଛି ଟିକେ ଥିବ ସମନ୍ୱୟ ରକ୍ଷା କରିବା ଏବଂ ଯେଉଁଭଳି ଭାବେ ସରକାର ବିଭିନ୍ନ ଯୋଜନାର ଉପଲବ୍ଧତା ମଧ୍ୟ ସଂଗଠନ ଜରିଆରେ ଲୋକ ପାଖକୁ ପହଞ୍ଚିବା ଆଜିର ବୈଠକରେ ମୁଁ ଭାବିଛି ମୂଳ କଥା ଥିଲା। ଏବଂ ଆମେ ସମସ୍ତ MP MLA ଆମର ପ୍ରଭାରୀ ଆମ ସଭାପତି 2 ଜଣ ଗଜପତି ଜିଲ୍ଲାର ଏବଂ ଆମ ଜିଲ୍ଲାର ଏବଂ ପ୍ରଭାରୀ 2 ଜଣ ମଧ୍ୟ ଆମର ମାନ୍ୟବର ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଭାଇ ଥିଲେ, ସାରଦା ଭାଇ ଥିଲେ ଏବଂ ଆମର ସାଧାରଣ ସଂଗଠନ ମାନସ ଭାଇ ଥିଲେ, ରାଜ୍ୟ ସଭାପତି ଥିଲେ। ଆମେ ସମସ୍ତେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ଗୋଟେ ବୈଠକ କୋର୍ କମିଟିର ହେଲା ବ୍ରହ୍ମପୁର ପାର୍ଲାମେଣ୍ଟ କ୍ଷେତ୍ରର। ଏଇଟା ରେଗୁଲାର ଇଣ୍ଟରଭେଲରେ ବସିବ, ସବୁ ପ୍ରତି ମାସରେ ମଧ୍ୟ ବସିବାର ଗୋଟେ ଇଏ ହେଲା। ଏଭଳିଆ ବସିଲେ କାହା ମନରେ କିଛି ଥିଲେ ଦୂର ହେବ ଏବଂ ସଂଗଠନଟା ସକ୍ରିୟତାର ସହିତ କାମ କରିବ। ଆଉ ଗୋଟେ ବଡ଼ ଯାହା ଗତକାଲିଠୁ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି ଯେ ଆପଣଙ୍କର ନିଷ୍ପତ୍ତି ଯେ ବିଭୂତି ଜେନା ଆଉ ନିର୍ବାଚନ ଲଢ଼ିବେନି ଏ କଥା କ'ଣ ସାର୍ ସତ? ନାଇଁ ମୁଁ ନିର୍ବାଚନ ଲଢ଼ିବାର ଇଚ୍ଛା ନାହିଁ, ମୁଁ କହିସାରିଛି ମାନେ ଦେଖନ୍ତୁ ଗୋଟେ 60 ବର୍ଷ ମୋତେ ଆର ବର୍ଷ ହେଇଯିବ ଏବଂ ମୋତେ ଆବଶ୍ୟକ ଅଛି ଯେ ବହୁତ କାମ କରିବାର ଅଛି। ଆମ ଦଳରେ 45 ବର୍ଷର ଗୋଟେ ଯୁବକକୁ ବଛାଯାଏ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ। ତେଣୁ ଏଇଠୁ ପ୍ରତୀୟମାନ ହେବ ଯେ ଯୁବକର ଦେଶ ହେଉଛି ଭାରତ। ମୋଦିଜୀ ବାରମ୍ବାର ଯୁବଶକ୍ତି ଉପରେ ହିଁ କହୁଛି। ଆଜି ଯେ ବଜେଟ୍ ଅଛି ମଧ୍ୟ ଯୁବଶକ୍ତି ବଜେଟ୍। ତେଣୁ ଯୁବକମାନେ ଲାଭ ଉଠାଇବା କଥା, ଯୁବକମାନେ ଆଗକୁ ଆସିବା କଥା, ସକ୍ରିୟତାର ସହିତ ସେମାନେ ହିଁ କାମ କରିବେ ବୟସର ଅନୁକୂଳତା ଦୃଷ୍ଟିରୁ। ଏବଂ ମୋ ପରିପ୍ରେକ୍ଷୀରେ କହିଲେ ମୁଁ ଭାରତୀୟ ଜନତା ପାର୍ଟିରେ ଅଛି, ଭାରତୀୟ ଜନତା ପାର୍ଟି ରହିବି ଏବଂ ଭାରତୀୟ ଜନତା ପାର୍ଟି ଯେଉଁ ଦାୟିତ୍ୱ ଦେବ ଯେବେ ସବୁବେଳେ କାମ କରିବି। ଭାରତୀୟ ଜନତା ପାର୍ଟି ଯେଉଁଭଳି ଭାବେ ମୋତେ ମର୍ଯ୍ୟାଦା ଦେଇଛି, ମୋତେ ସମ୍ମାନ ଦେଇଛି ଏବଂ ମୁଁ ଯାହା ଆଜି ବନିଛି କେବଳ ମୋ ପାର୍ଟି କାରଣରୁ। ତେଣୁ ମୁଁ ସବୁବେଳେ ସମାଜର ହିତ ଦୃଷ୍ଟିରୁ ମୋ ପାର୍ଟିର ମୁଁ ଦାୟିତ୍ୱ ନେଇଥିଲି ଏବଂ ମୋ ପାର୍ଟି ଟିକଟରେ ଠିଆ ହୋଇଥିଲି ଏବଂ ଜିତିଲି ଏବଂ ଜିତିଲା ପରେ ମନ୍ତ୍ରୀ ହେଲି ଏବଂ ସବୁବେଳେ ଯେ ମୁଁ ହିଁ ଏ ଦାୟିତ୍ୱ ନିର୍ବାହ କରିଛି, ମୁଁ ହିଁ ଏ ପୋଷ୍ଟ ରହିବି ମୋତେ କାହିଁ ଇଚ୍ଛା ଲାଗେନି ଏବଂ ମୁଁ ତାକୁ ସଂଗଠନ ମାର୍ଗୀ ହେବି। ଯଦି ଆପଣଙ୍କ ସମର୍ଥକ ଆପଣଙ୍କ କର୍ମୀ ଦଳ ଯଦି ଆପଣଙ୍କୁ ଟିକେଟ୍ ଦିଏ ତାହେଲେ ଆପଣ ପୁଣି ଲଢ଼ିବେ ନା ନାହିଁ ସାର୍? ମୋ ଦଳ ପାଇଁ ତ ମୁଁ କାମ କରିବି, ସଂଗଠନ ମାର୍ଗୀ ହେବି। ଟିକେଟ୍ ଦେଲେ ସାର୍ ଏକଦମ ସଂଗଠନ ମାର୍ଗୀ ହେବି। ମୋତେ ଆଉ ଏଇ ଯେଉଁ ଇଲେକ୍ଟ୍ରାଲ୍ ପଲିଟିକ୍ସରେ ଆଉ ମୁଁ ରହିବି ନାହିଁ, ଏଭଳିଆ ମୋର ମାନସିକ ମୁଁ ପ୍ରସ୍ତୁତ କରିସାରିଛି। କ୍ଷମତାରେ ରହିଲେ ସିନା ଆପଣ ସାର୍ ଅଧିକ ଲୋକଙ୍କ କାମ କରିପାରିବେ, ସମସ୍ୟାର ସମାଧାନ କରିବେ। ସେଥିପାଇଁ ତ ସାର୍ କ୍ଷମତା ଦରକାର, ଯେଉଁଥିପାଇଁ ଏତେ ଦିନ ଧରିକି ଆପଣ ସଂଘର୍ଷ କରୁଥିଲେ ଯେ କ୍ଷମତାକୁ ଆସିଲେ ଲୋକଙ୍କ କାମ କରିବେ। ନାଇଁ ଆଜି ମୋତେ କ୍ଷମତାକୁ କିଏ ଆଣିଛି? ସଂଗଠନ ଆଣିଛି ନା। ତ ସଂଗଠନ ତାକତ ଅଛି, ବହୁତ ଲୋକ କିନ୍ତୁ କ୍ଷମତାଶୀଳ କରାଇ ପାରିବେ। ଯେତେବେଳେ ଯାହାକୁ ଦରକାର ତାକୁ କ୍ଷମତାଶୀଳ କରାଇ ପାରିବେ ସଂଗଠନ। ଆପଣ ଆଗକୁ କିଙ୍ଗ ମେକର ହେବେ, ଆଉ କିଙ୍ଗ ହେବେନି? ନାଇଁ କିଙ୍ଗ ଆଉ କିଙ୍ଗ ମେକର ବ୍ୟବଧାନ ମୁଁ ବହୁତ ବୁଝେ, କିନ୍ତୁ ମୁଁ ସେ ଭିତରକୁ ଯାଉନି। ମୁଁ ସଂଗଠନ ଆଧାରିତ ସବୁ କାମ କରିବା ପାଇଁ ଇଚ୍ଛା କରିବି। ଯୁବ ନେତୃତ୍ୱ ଆଗକୁ ଆସନ୍ତୁ, ଇଏ ଗୋଟେ ବଡ଼ ବାର୍ତ୍ତା। ନିଶ୍ଚୟ ଯୁବ ନେତୃତ୍ୱ ଆଗକୁ ଆସିଲେଣି, ଆଗକୁ ଆସିବା ମଧ୍ୟ। ଏବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନରେ ଆପଣ ଜାଣିଦେଲେ ଯେ ନୀତିନ ନବୀନଜୀ ଯେଉଁଭଳି ଭାବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେଲେ ଏବଂ କମ୍ ବୟସରେ ହେଲେ ସାରା ଭାରତ ଗ୍ରହଣ କଲା ଏବଂ ଆମ ପାର୍ଟି ମଧ୍ୟ ସର୍ବୋପରି ଗ୍ରହଣ କଲା। ଏଇଟା ସମସ୍ତଙ୍କୁ ଚମକେଇ ଦେଲା ଯେ ପାର୍ଟି ଆଧାରିତ ସଂଗଠନ ଆଧାରିତ ସବୁକିଛି ହେବା ଆବଶ୍ୟକ। ବହୁତ ବହୁତ ଧନ୍ୟବାଦ। ଆମ ସହିତ ଥିଲେ ପରିବହନ ମନ୍ତ୍ରୀ ବିଭୂତି ଜେନା ଏବଂ ସେ ସୂଚନା ଦେଉଥିଲେ ଏବଂ ବଡ଼ ନିଷ୍ପତ୍ତି ମଧ୍ୟ ସେ ଶୁଣାଉଛନ୍ତି ଯେ ଆଗକୁ ଆଉ ସିଧାସଳଖ ନିର୍ବାଚନ ଲଢ଼ିବାକୁ ତାଙ୍କର ଇଚ୍ଛା ନାହିଁ। ଦଳ ଯେକୌଣସି ଦାୟିତ୍ୱ ଦେବ ସଂଗଠନ ସହିତ ରହିବେ, ଲୋକଙ୍କ ସହିତ ରହିବେ, କିନ୍ତୁ ସିଧାସଳଖ ନିର୍ବାଚନରେ ଭାଗ ନେବେ ନାହିଁ। ଦଳ ଯାହା ଦାୟିତ୍ୱ ଦେବ ତାକୁ ନିଭେଇବେ ଏବଂ ଆଗାମୀ ଦିନରେ ମଧ୍ୟ ତାଙ୍କର ସମାଜସେବା ବା ଲୋକଙ୍କ ସହିତ ସେ ଯୋଡ଼ି ହୋଇକି ରହିବେ। ଭୁବନେଶ୍ୱର କ୍ୟାମେରା ପର୍ସନ ପଙ୍କଜଙ୍କ ସହ ସୌମ୍ୟରଞ୍ଜନ ସାହୁ, OTV।